ଜାଣିନି କି ଆସିଛି କ'ଣ ହେଉଛି ମୁଁ ମୋତେ କହୁଥିଲେ ବୋଲି ଆକାଉଣ୍ଟ ନମ୍ବରଟା ଦେବ ମୁଁ ହଁ ଗୁରୁ କତିରେ ଅଛି ଆଉ ଆକାଉଣ୍ଟ ନମ୍ବର ଆଣିନି ଦେଇଦେବି। ସେ କହିଲେ ହେଉଛି ଆଣିକି ଦେବ ଆମକୁ ଆକାଉଣ୍ଟ ନମ୍ବର ଦେଲେ ତୁମ ଆକାଉଣ୍ଟକୁ 30,000 ଟଙ୍କା ଯିବ। ଗଲା ପରେ ତାପରେ ହେଉଛି ତୁମ ପୁଅକୁ ନେଇକି ସେ ଯିବେ କଟକ ପଳେଇ ଯିବେ ନେଇକି ଗାଡ଼ି ପଠେଇମି ନେଇକି ଯିବେ। ମୁଁ ସାର୍ ଜାଣିନି ଆସିଛି କ'ଣ ହେଇଛି ପଇସା ଆକାଉଣ୍ଟ ଚେକିଂ କରିଦେଲେ ଜଣାପଡ଼ିବ ସାର୍। ଗୋଟେ ଚାନ୍ଦବାଲି ଗୋଟେ ଆସିଥିଲେ ସାର୍ 10ଟା ବେଳେ ସେ ଆସି ଚେକଅପ୍ କରିକି ଦେଖିକି ଗଲେ ହେଉଛି ମେଡ଼ିସିନ କି ମେଡ଼ିସିନ ଗୋଟେ କହିଥିଲେ ଦେବେ ବୋଲିକି ଦେଖିବା ବାଗ ଯଦି ହୋଇଯାଏ ମେଡ଼ିସିନ ଖାଇଲେ ତାହେଲେ ହେଉଛି ଇଏ କରେନି ବୋଉ ବୋଲି ଡାକିଲା ସେଇଠୁ ସିଏ କହିଲେ ହେଉଛି ବୋଉ ବୋଲି ଡାକିଲେନି ତଥାପି ଆମର ହେଉଛି ଭିଡ଼ିଓ ବାଲା ଆସିଲା ପରେ ତୁମେ କହିଲା ପରେ ସେ ହେଉଛି ଡାକ୍ତରତି ନେଇକି ଯିବେ। ଶୁକ୍ରବାର ଦିନ ହେଉଛି ଗାଡ଼ି ପଠେଇମି ଶୁକ୍ରବାର ଦିନ ବାହାରିକି ଥିବେ ନେଇକି ପଳେଇ ଯିବେ। ଆଚ୍ଛା ଯେଉଁ ପଇସା ଆସିଛି ବୋଲି କହୁଛନ୍ତି ଆସିଥିବ ଯଦି କେତେ ଖୁସି ଆପଣ କହିବେ? ଖୁସି କ'ଣ ଗରିବ ପିଲାକୁ ନେଇକି ପଳେଇ ଆଣି ଦେଇଛନ୍ତି ଆଉ ତାଙ୍କ ଖୁସି ନାହିଁ ସିଏ କେମିତି ଚାହୁଁଛନ୍ତି ପିଲାଟା କେମିତି ଭଲ ହେଇକି ପିଣ୍ଡାରେ ବସୁ ଜାଣିଲ ସେଇ ଅନୁସାରେ ନେଇ ସେ 30,000 ଟଙ୍କା ଦେଇଛନ୍ତି ଆକାଉଣ୍ଟକୁ ମୁଁ ସାର୍ ଜାଣିନି କନି ମୁଁ ଗଲେ ଜଣାପଡ଼ିବ ଆଉ। କିଏ ଦେଇଛନ୍ତି ଭାବୁଛନ୍ତି? ନା ଜାଣିନି ମୁଖ୍ୟମନ୍ତ୍ରୀ ଦେଇଛନ୍ତି 30,000 ଟଙ୍କା ଦେଇଛନ୍ତି। ହଁ କେତେ ଖୁସି ଆପଣ ଯେଉଁ 30,000 ଟଙ୍କା ପାଇଲା ପରେ? ଖୁସି ଟିକେ ହେଉଛି ଖୁସି ହେଉଛି ସେଇଭଳିଆ ପିଲା ପାଇଁ ଦେଇଛନ୍ତି କେମିତି ଭଲ ହେଇକି ପିଣ୍ଡାରେ ବସୁ ବୋଲିକି। କ'ଣ ତାଙ୍କୁ ଜଣେଇବେ ଏଇ ଯେଉଁ ଖୁସିର? ଏଇ ଖୁସିରେ ହେଉଛି ଜଣାଉଛି ମୁଁ ଭଲ ହେଉଛି ଖୁସି କେତେ ଅଛି ମୁଁ ଟିକେ ଧନ୍ୟବାଦ ଦେଉଛି। ପିଲାଟାର ନାମ ବାବୁଲି ବାରିକ ତା ବାପା ନାଁ ଚିନ୍ତାମଣି ବାରିକ ତା ବାପା ଜଣେ ଦିନ ମଜୁରିଆ। ଆମେ ଦେଖୁଛୁ ତାକୁ ବହୁତ ଦିନ ହେଲା ଇଏ ବିଛଣାରୁ ଉଠି ପାରୁନି ପଡ଼ିକି ରହିଛି ବହୁତ ରୋଗାକ୍ରାନ୍ତ ହେଇଗଲାଣି ଆଉ ଧରିକି ତା ବାପା ମା ନେବା ଆଣିବା କରୁଛନ୍ତି ବହୁତ ରୋଗାକ୍ରାନ୍ତ ଅଛି। ତାକୁ ଆସି ଆମେ ତ ଖବର ପାଇଛୁ ମୁଖ୍ୟମନ୍ତ୍ରୀ 30,000 ସହାୟତା ରାଶି ଘୋଷଣା କରିଛନ୍ତି ମୋହନ ଚରଣ ମାଝୀକି ସେଥିପାଇଁ ଆମେ ବହୁତ ବହୁତ ଧନ୍ୟବାଦ ଦେଉଛୁ। ଯେହେତୁ ନୂଆକରି ମୁଖ୍ୟମନ୍ତ୍ରୀ ହେଇଛନ୍ତି ଯିଏକି ଗରିବ ଲୋକର ଦୁଃଖ ସାଙ୍ଗେ ସାଙ୍ଗେ ଶୁଣୁଛନ୍ତି ସେଥିପାଇଁ ଆମେ ବହୁତ ବହୁତ ମୋହନ ଚରଣ ମାଝୀକି ଧନ୍ୟବାଦ ଦେଉଛୁ। ଏହାର ଆଶୁ ଆରୋଗ୍ୟ କାମନା ପାଇଁ ଆମେ ଚିନ୍ତା କରୁଛୁ ଯିଏକି ତାକୁ ହସ୍ପିଟାଲାଇଜ୍ ବହୁତ ଦିନ ପାଇଁ କଲେ ଆଶୁ ଆରୋଗ୍ୟ କାମନା ହେଇପାରେ। ପିଲାଟି କେତେବେଳେ ସାର୍ ପଡ଼ିକି ରହିଲାଣି? ଏ ତ 14 ବର୍ଷ ହେଇଗଲାଣି ତଥାପି 5-7 ବର୍ଷ ହେଲା ବହୁତ ରୋଗାକ୍ରାନ୍ତ ହେଇଗଲାଣି ଜନ୍ମ। ଆଉ ସେ ପାଠ ପଢ଼ୁଥିଲା? ଏ ଧରିକି ସ୍କୁଲରେ ନେଇକି ବସାନ୍ତି କିନ୍ତୁ ସେ ତ କିଛି ପଢ଼ିପାରେନି ତାର ଶାରୀରିକ ବିକଳାଙ୍ଗ ଏମିତି ପ୍ରାକ୍ଟିସ୍ କରନ୍ତି ସ୍କୁଲକୁ ଯିବା ପାଇଁ ଆଉ। ତାଙ୍କ ଘରକୁ କ'ଣ କ'ଣ ସୁବିଧା ମିଳିପାରୁଛି ସବୁ ସରକାରୀ ସୁବିଧା? ଘରକୁ ତାଙ୍କର ଅଛନ୍ତି ରାସନ କାର୍ଡ଼ ଅଛି ସେ କ'ଣ ଚାଉଳ ଫାଉଳ ପାଉଛନ୍ତି। ତାଙ୍କ ବାପା ଜଣେ ଦିନ ମଜୁରିଆ ଅଲଗା କିଛି ପାଇନାହାନ୍ତି ତାଙ୍କୁ ମୁଖ୍ୟମନ୍ତ୍ରୀ ଅଧିକା କିଛି ସାହାଯ୍ୟ କଲେ ସେମାନେ ଉପକୃତ ହେଇପାରିବେ।